ତୁଳସୀ ଗଛର କାହାଣୀ, ଭକ୍ତି, ସତୀତ୍ୱ ଓ ଆଶୀର୍ବାଦର ଅମର ଗାଥା। ବହୁ ପ୍ରାଚୀନ କାଳର କଥା। ସେତେବେଳେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ପ୍ରାୟ ସମୟରେ ଯୁଦ୍ଧ ହେଉଥିଲା। ସେହି ସମୟରେ ବୃନ୍ଦା ନାମକ ଜଣେ ମହାନ ପତିବ୍ରତା ଓ ପରମ ବିଷ୍ଣୁ ଭକ୍ତ ନାରୀ ଥିଲେ। ଛୋଟବେଳୁ ସେ ପ୍ରତିଦିନ ଭଗବାନ ବିଷ୍ଣୁଙ୍କ ନାମ ଜପ କରୁଥିଲେ। ତାଙ୍କ ହୃଦୟରେ କୌଣସି ଲୋଭ, ଅହଙ୍କାର କିମ୍ବା ଈର୍ଷା ନଥିଲା। ସମସ୍ତଙ୍କ ପ୍ରତି ସେ ଦୟାଳୁ ଥିଲେ। ସମୟ ଆସିଲା ପରେ ବୃନ୍ଦାଙ୍କ ବିବାହ ହେଲା ଜଳନ୍ଧର ନାମକ ଜଣେ ପରାକ୍ରମୀ ରାଜାଙ୍କ ସହ। ଜଳନ୍ଧର ଅସୁର କୁଳରେ ଜନ୍ମ ହୋଇଥିଲେ ମଧ୍ୟ ସେ ଅତ୍ୟନ୍ତ ବୀର ଥିଲେ। ବୃନ୍ଦାଙ୍କ ପବିତ୍ର ସତୀତ୍ୱ ଓ ତପସ୍ୟାର ଶକ୍ତି ଯୋଗୁଁ ଜଳନ୍ଧରଙ୍କୁ ଯୁଦ୍ଧରେ କେହି ପରାଜିତ କରି ପାରୁନଥିଲେ। ଦେବତାମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ତାଙ୍କୁ ହରାଇ ପାରିଲେ ନାହିଁ। ଜଳନ୍ଧରଙ୍କ ବଳ ଦିନକୁ ଦିନ ବଢ଼ିବାକୁ ଲାଗିଲା। ସେ ସ୍ୱର୍ଗ ଉପରେ ମଧ୍ୟ ଆକ୍ରମଣ କଲେ। ଦେବତାମାନେ ଚିନ୍ତାରେ ପଡ଼ିଗଲେ। ସେମାନେ ଭଗବାନ ବିଷ୍ଣୁଙ୍କ ଶରଣ ନେଇ କହିଲେ, ପ୍ରଭୁ, ବୃନ୍ଦାଙ୍କ ପତିବ୍ରତା ଧର୍ମର ଶକ୍ତି ହିଁ ଜଳନ୍ଧରଙ୍କୁ ଅଜୟ କରିଛି। ଆପଣଙ୍କ ବ୍ୟତୀତ ଏହି ସମସ୍ୟାର ସମାଧାନ କେହି କରିପାରିବେ ନାହିଁ। ଭଗବାନ ବିଷ୍ଣୁ ଜାଣିଥିଲେ ଯେ ଏହି କାର୍ଯ୍ୟ ଅତ୍ୟନ୍ତ କଠିନ। ସେ ଭକ୍ତଙ୍କ ହୃଦୟକୁ କଷ୍ଟ ଦେବାକୁ ଚାହୁଁନଥିଲେ, କିନ୍ତୁ ସମଗ୍ର ସୃଷ୍ଟିର ରକ୍ଷା ପାଇଁ ସେ ଏକ ଉପାୟ ଅବଲମ୍ବନ କଲେ। ଏକ ଦିନ ଯେତେବେଳେ ଜଳନ୍ଧର ଯୁଦ୍ଧକ୍ଷେତ୍ରରେ ଥିଲେ, ଭଗବାନ ବିଷ୍ଣୁ ତାଙ୍କ ରୂପ ଧାରଣ କରି ବୃନ୍ଦାଙ୍କ ସମ୍ମୁଖରେ ଆସିଲେ। ବୃନ୍ଦା ପ୍ରଥମେ ତାଙ୍କୁ ନିଜ ସ୍ୱାମୀ ବୋଲି ଭାବିଲେ, କିନ୍ତୁ କିଛି ସମୟ ପରେ ସେ ତାଙ୍କ ଦିବ୍ୟ ଶକ୍ତିରେ ସେ ସତ୍ୟ ଜାଣିପାରିଲେ। ବୃନ୍ଦାଙ୍କ ମନ ଅତ୍ୟନ୍ତ ଦୁଃଖରେ ଭରିଗଲା। ସେ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ପରମ ଭକ୍ତ ଥିଲି। ଆପଣ ଏପରି କାହିଁ କଲେ? ଭଗବାନ ବିଷ୍ଣୁ ଶାନ୍ତ ସ୍ୱରରେ କହିଲେ, ହେ ବୃନ୍ଦା, ମୁଁ ଜାଣେ ତୁମେ ହୃଦୟରେ ପବିତ୍ର, କିନ୍ତୁ ଜଳନ୍ଧରଙ୍କ ଅହଙ୍କାର ସମଗ୍ର ସୃଷ୍ଟି ପାଇଁ ବିପଦ ହୋଇଯାଇଥିଲା। ଧର୍ମର ରକ୍ଷା ପାଇଁ ମୋତେ ଏହି କଠିନ କାର୍ଯ୍ୟ କରିବାକୁ ପଡ଼ିଲା। ବୃନ୍ଦା ନିଜ ଦୁଃଖରେ ଭଗବାନଙ୍କୁ ଅଭିଶାପ ଦେଲେ, ଆପଣ ପଥର ରୂପ ଧାରଣ କରନ୍ତୁ। କୁହାଯାଏ, ଏହି ଅଭିଶାପର ଫଳରେ ଭଗବାନ ବିଷ୍ଣୁ ଶାଳଗ୍ରାମ ରୂପେ ପୂଜିତ ହେଲେ। ବୃନ୍ଦା ଯୋଗାଗ୍ନିରେ ନିଜ ଦେହ ତ୍ୟାଗ କଲେ। ତାଙ୍କ ପବିତ୍ର ଦେହର ଭସ୍ମରୁ ଏକ ସୁଗନ୍ଧିତ ଓ ପବିତ୍ର ଗଛ ଉତ୍ପନ୍ନ ହେଲା। ଭଗବାନ ବିଷ୍ଣୁ ସେହି ଗଛକୁ ଆଶୀର୍ବାଦ ଦେଲେ। କହିଲେ, ଆଜିଠାରୁ ତୁମେ ତୁଳସୀ ନାମରେ ପରିଚିତ ହେବ। ତୁମ ବିନା ମୋର ପୂଜା କେବେ ସମ୍ପୂର୍ଣ୍ଣ ହେବ ନାହିଁ। ଯେଉଁ ଘରେ ତୁଳସୀ ରହିବ, ସେଠାରେ ପବିତ୍ରତା, ଶାନ୍ତି ଓ ମଙ୍ଗଳ ବିରାଜ କରିବ। ଯେଉଁ ଭକ୍ତ ଶ୍ରଦ୍ଧାର ସହିତ ତୁଳସୀକୁ ପୂଜା କରିବେ, ସେ ମୋର କୃପା ଲାଭ କରିବେ। ସେହିଦିନଠାରୁ ଭାରତର ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ଗଛକୁ ଦେବୀ ସ୍ୱରୂପ ମାନି ପୂଜା କରାଯାଏ। ପ୍ରତି ସକାଳେ ତୁଳସୀ ମୂଳରେ ଜଳ ଅର୍ପଣ କରାଯାଏ, ସନ୍ଧ୍ୟାରେ ଦୀପ ଜଳାଯାଏ ଏବଂ ଭଗବାନ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ପୂଜାରେ ତୁଳସୀ ପତ୍ର ଅର୍ପଣ କରାଯାଏ। କାର୍ତ୍ତିକ ମାସରେ ତୁଳସୀ ବିବାହ ପାଳନ କରାଯାଏ। ଏହା ଭକ୍ତି, ପବିତ୍ରତା ଓ ଧର୍ମର ବିଜୟର ପ୍ରତୀକ ବୋଲି ମନାଯାଏ। ଲୋକବିଶ୍ୱାସ ଅନୁସାରେ ଯେଉଁ ଘରେ ତୁଳସୀକୁ ସମ୍ମାନ ଦିଆଯାଏ, ସେଠାରେ ସକାରାତ୍ମକ ପରିବେଶ ଓ ଆଧ୍ୟାତ୍ମିକ ଭାବନା ବଢ଼ିଥାଏ।